ଏ କାହାଣୀ ହେଉଛି ଏକ ଦୁଃଖୀ ଗର୍ଭବତୀ ଗାଈ ସୁରଭିର। ଗୋପାଳର ଦୁଇଟି ଗାଈ ଥିଲା, ସୁରଭି ଓ ରଜନୀ। ରଜନୀ ଦିନେ ଦିନେ କ୍ଷୀର ଦେଉଥିଲା ଏବଂ ସୁରଭି ଗର୍ଭବତୀ ଥିଲା। ଗୋପାଳ ପ୍ରତିଦିନ ରଜନୀର କ୍ଷୀର ଦୁହିଁ ବଜାରରେ ବିକ୍ରି କରି ତାର ରୋଜଗାରରେ ପରିବାର ଚଳାଉଥିଲା। ସେ ସବୁବେଳେ ରଜନୀର ହିଁ ଯତ୍ନ ନିଏ, କାରଣ ରଜନୀ ତାକୁ ପ୍ରତିଦିନ କ୍ଷୀର ଦେଉଥିଲା। କିନ୍ତୁ ସୁରଭି ଗର୍ଭବତୀ ଥିବାରୁ କ୍ଷୀର ଦେଇପାରୁନଥିଲା। ସେଥିପାଇଁ ଗୋପାଳ ତା ପ୍ରତି ଧ୍ୟାନ ଦେଉନଥିଲା। ଗୋପାଳ ଏକ ଲୋଭୀ ଓ ନିଷ୍ଠୁର ମଣିଷ ଥିଲା। ଗୋପାଳ ରଜନୀକୁ ଖାଦ୍ୟ ଖୁଆଉଥିଲା, କିନ୍ତୁ ବିଚରା ଗର୍ଭବତୀ ସୁରଭି ଆଗରେ ଶୁଖିଲା ଘାସ ପକାଇଦିଏ, ଯାହା ଫଳରେ ତାର ଠିକ ଭାବେ ପେଟ ମଧ୍ୟ ପୂରି ପାରୁନଥିଲା। ଏହି କାରଣରୁ ସୁରଭି ସର୍ବଦା ଦୁଃଖୀ ରହୁଥିଲା। ଦିନେ ସୁରଭି ରଜନୀକୁ କହିଲା, ରଜନୀ ଭଉଣୀ, ଦେଖ ତ ଆମ ମାଲିକ ଗୋପାଳ କେତେ ଲୋଭୀ। ମୁଁ ତାକୁ କ୍ଷୀର ଦେଇ ପାରୁନି ବୋଲି ସେ ମତେ ଶୁଖିଲା ଘାସ ଖାଇବାକୁ ଦେଉଛି, ଏବଂ ତୁମେ ତାକୁ କ୍ଷୀର ଦେଉଛ ବୋଲି ସେ ତୁମକୁ ଭଲ ଖାଦ୍ୟ ଦେଉଛି। ଏହା କଣ ଭୁଲ ନୁହେଁ କି ଭଉଣୀ? ସୁରଭି ଭଉଣୀ, ତୁମେ ଦୁଃଖ କର ନାହିଁ। ଯେତେବେଳେ ତୁମର ପିଲା ଜନ୍ମ ହୋଇସାରିବ, ତାପରେ ତୁମେ ବି କ୍ଷୀର ଦେବାକୁ ଲାଗିବ। ସେତେବେଳେ ମାଲିକ ତୁମକୁ ମଧ୍ୟ ଭଲ ଭଲ ଖାଦ୍ୟ ଖାଇବାକୁ ଦେବ ଏବଂ ଭଲ ଭାବରେ ତୁମର ବି ଯତ୍ନ ନେବ। ହଁ ଯେ, କିନ୍ତୁ ସେତେବେଳେ ଯାଇ ମୁଁ ମରି ଯାଇଥିବି କି ବଞ୍ଚିବି ଜାଣିନି। ଏପରି ଭୋକିଲା ଶୁଖିଲା ରହି କେତେ ଦିନ ବଞ୍ଚି ପାରିବି ଯେ? ଆଉ ଉପରେ ମୁଁ ଗର୍ଭବତୀ ମଧ୍ୟ ଅଛି। ଏପରି କହି କହି ବିଚାରୀ ସୁରଭିର ଆଖିରୁ ଲୁହ ବାହାରିଗଲା। ସୁରଭିକୁ ଏହି ଅବସ୍ଥାରେ ଦେଖି ରଜନୀକୁ ବି ଭଲ ଲାଗିଲା ନାହିଁ। ସେଥିପାଇଁ ସେ ସୁରଭିକୁ ସାନ୍ତ୍ୱନା ଦେଇ କହିଲା, ଦେଖ ସୁରଭି ଭଉଣୀ, କାନ୍ଦ ନାହିଁ ମୋର ଭଉଣୀ, ତୁମର କିଛି ହେବ ନାହିଁ। ଶୁଣ, ଏଇ ଗୋପାଳ ସିନା ଲୋଭୀ ଆଉ ନିର୍ଦ୍ଦୟୀ, କିନ୍ତୁ କଣ ହେଲା, ତା ସ୍ତ୍ରୀ ମୀରା ତ ଭାରି ଦୟାଳୁ। ଦେଖିବ ସେ ତୁମ ବିଷୟରେ ଅବଶ୍ୟ କିଛି ଭାବିବ। ଗୋପାଳ ଯେତିକି ଲୋଭୀ ଓ କଠୋର ବ୍ୟକ୍ତି ଥିଲା, ତାର ସ୍ତ୍ରୀ ମୀରା ସେତିକି ଦୟାଳୁ ଓ କୋମଳ ହୃଦୟର ଥିଲା। ଗୋଟିଏ ଦିନ ସେ ଗୋପାଳକୁ ସୁରଭି ଆଗରେ ଶୁଖିଲା ଘାସ ପକାଇବାର ଦେଖିଲା ଏବଂ ତାକୁ ବହୁତ ଖରାପ ଲାଗିଲା। ସେ ଗୋପାଳକୁ କହିଲା, ଆରେ ଆପଣ ଏ କଣ କରୁଛ ତୁମେ? ତୁମେ ଖାଲି ଶୁଖିଲା ଘାସ କାହିଁ ଦଉଛ? ତୁମେ କେତେ ଲୋଭୀ ଓ କଠୋର। ଏଇ ରଜନୀକୁ ତ ଭଲ ଭଲ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦଉଛ, କିନ୍ତୁ ଏ ବିଚରା ଗର୍ଭବତୀ ସୁରଭିକୁ କେବଳ ଶୁଖିଲା ଚାରା ଦେଉଛ, ଯୋଉଥିରେ ତା ପେଟ ମଧ୍ୟ ପୁରୁନାହିଁ। ତୁମକୁ ପାପ ଲାଗିବ, ପାପ। ଆରେ ମୁଁ କଣ କୋଉ ଧନୀ ସେଠ ନା ଜମିଦାର ଅଟେ କି ଯେ ଏଇ ଗର୍ଭବତୀ ଗାଈକୁ ମାଗଣାରେ ଭଲ ଭଲ ଖାଦ୍ୟ ଖାଇବାକୁ ଦେବି? ଆଉ ଇଏ କୋଉ କ୍ଷୀର ବି ଦଉଛି ଯେ ମୁଁ ୟାକୁ ଖାଇବାକୁ ଦେବି? ରଜନୀ ତ ବହୁତ କ୍ଷୀର ଦଉଛି, ସେଥିପାଇଁ ତାକୁ ପୁଷ୍ଟିକର ଖାଦ୍ୟ ଖୁଆଇବା ଆବଶ୍ୟକ। ବୁଝିଲ ତୁମେ? ତୁମେ ଏଇ ବିଚାରୀ ସୁରଭି ଗାଈ ସହ ଏପରି କାହିଁକି କରୁଛ? ଶୁଣେ, ଯେପରି ରଜନୀ ଆମର ଗାଈ, ସେପରି ସୁରଭି ମଧ୍ୟ ତ ଆମର ଗାଈ। ଆଉ ଏବେ ସେ ତ ପିଲା ଜନ୍ମ ଦେବ। ପିଲା ଜନ୍ମ ଦେବା ପରେ ପୁଣି କ୍ଷୀର ଦେବ। ଏବେ ତ ସେ ଗର୍ଭବତୀ ଅଛି ନା, ତେଣୁ ଆମକୁ ତାର ଏବଂ ତା ପିଲାର ସ୍ୱାସ୍ଥ୍ୟର ଯତ୍ନ ନେବା ମଧ୍ୟ ଆବଶ୍ୟକ। କିଛି ଆବଶ୍ୟକ ନାହିଁ ମୀରା। ଶୁଖିଲା ଘାସ ଖାଇଲେ ତା ପିଲା ପେଟରେ ମରିଯିବ ନାହିଁ। ରଜନୀର କ୍ଷୀରରୁ ମିଳୁଥିବା ଟଙ୍କା ମୁଁ ଏଇ ଗର୍ଭବତୀ ଗାଈକୁ ମାଗଣାରେ ଖାଇବା ଦେଇ ସାରିପାରିବିନି। ଗୋପାଳ ଏପରି ନିଜ ସ୍ତ୍ରୀ ସହ ଯୁକ୍ତି କରି ସେଠାରୁ ଚାଲିଗଲା ଏବଂ ମୀରା ସୁରଭି ଆଡକୁ ଦେଖିଲା। ବିଚାରୀ ସୁରଭିର ଆଖିରୁ ଲୁହ ବାହାରି ଯାଉଥିଲା। ଏସବୁ ଶୁଣି ମୀରାକୁ ସୁରଭି ଉପରେ ବହୁତ ଦୟା ଆସିଲା ଏବଂ ସେ ସ୍ନେହରେ ସୁରଭିର ମୁଣ୍ଡ ଆଉଁସୁଥିଲା ଏବଂ କହିଲା, କାନ୍ଦିନି ସୁରଭି, ମୁଁ ଜାଣେ ଯେ ତୁ ଗର୍ଭବତୀ ଏବଂ ଏହି ଅବସ୍ଥାରେ ତୋର ଆଉ ତୋ ପିଲାର ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ। ମୁଁ ତୋ ଦଉଡି ଖୋଲି ଦଉଛି, ଯା ତୁ ରଜନୀ ପାଖକୁ ଯାଇ ତା ସହିତ ଟିକିଏ ସବୁଜ ଘାସ ଖାଇଦେ। ଯେତେ ପର୍ଯ୍ୟନ୍ତ ମୁଁ ଅଛି ସେତେବେଳେ ତୋର ଚିନ୍ତା କରିବା କିଛି ଆବଶ୍ୟକତା ନାହିଁ। ଏହା କହି ମୀରା ସୁରଭିର ଦଉଡି ଖୋଲିଦେଲା ଏବଂ ସୁରଭି ରଜନୀ ସହିତ ଘାସ ଖାଇବାକୁ ଲାଗିଲା। ଏହା ଦେଖି ରଜନୀ ବହୁତ ଖୁସି ହେଲା ଏବଂ କହିଲା, ସୁରଭି ଭଉଣୀ, ତୁମେ ପେଟ ଭରି ଖାଦ୍ୟ ଖାଇଦିଅ, ଯାହା ଫଳରେ ତୁମ ପିଲାକୁ ବି ଭୋକ ଲାଗିବ ନାହିଁ। ନାହିଁ ନାହିଁ ଭଉଣୀ, ମୁଁ ପେଟ ଭରି ଖାଇଲେ ତୁମେ କଣ ଖାଇବ? ମୁଁ ତ କେବଳ ଏତିକି ଖାଇବି ଯେପରି ମୋ ପେଟରେ ପାଳୁଥିବା ପିଲାକୁ ଟିକିଏ ପୋଷଣ ମିଳିବ। ଏପରି କିଛି ଦିନ ଚାଲିଲା।
ଗୋପାଳ ଯେମିତି ରଜନୀ ପାଖରେ ଖାଇବା ପାଇଁ ଚାରା ପକାଇ ଯାଏ, ମୀରା ଚୁପଚାପ ସୁରଭିର ଦୌଡ଼ି ଆସି ଖୋଲି ଦଉଥାଏ ଏବଂ ସୁରଭି ରଜନୀ ସହିତ ଯାଇ ଟିକିଏ ଟିକିଏ ପୁଷ୍ଟିକର ଖାଦ୍ୟ ଖାଇଦିଏ। ଆଉ ଗୋପାଳ ଆସିବା ଆଗରୁ ମୀରା ସୁରଭିକୁ ଆଣି ତା ଖୁଣ୍ଟରେ ବାନ୍ଧିଦିଏ। ଏପରି କିଛି ଦିନ ଚାଲିବା ଦ୍ୱାରା ରଜନୀକୁ ପେଟ ଭରା ଖାଇବା ନ ମିଳିବାରୁ ସେ ମଧ୍ୟ କ୍ଷୀର କମ ଦେବାକୁ ଲାଗିଲା, ଯାହାକୁ ଦେଖି ଗୋପାଳର ମୁଣ୍ଡ ଖରାପ ହୋଇଗଲା। ସେ ଭାବିଲା ଏହା କିପରି ସମ୍ଭବ। ସେ ମନେ ମନେ ଭାବିବାକୁ ଲାଗିଲା ଯେ ଏତେ ସବୁ ପୁଷ୍ଟିକର ଖାଦ୍ୟ ଖାଇବା ସତ୍ତ୍ୱେ ରଜନୀ ଏତେ କମ କ୍ଷୀର କିପରି ଦେଉଛି? ଶେଷରେ ଏହା ହେଉଛି କଣ? ଏପରି ହେବା ତ ଉଚିତ ନୁହେଁ। କିଛି ନା କିଛି ଗଡବଡ ଅବଶ୍ୟ ଅଛି। ମତେ ଏହାର ପତା ଲଗାଇବାକୁ ପଡିବ ଏବଂ ନଜର ରଖିବାକୁ ପଡିବ। ଗୋପାଳ ଏମିତି କିଛି ଭାବୁଥାଏ, ସେତେବେଳେ ତା ସ୍ତ୍ରୀ ମୀରା ଆସି ପଚାରିଲା, ଆରେ କଣ ଭାବୁଛ? ସକାଳୁ ସକାଳୁ କଣ ହୋଇଗଲା ତୁମର? କିଛି ନୁହଁ ମୀରା, ମୁଁ ଭାବୁଛି ଶେଷରେ ରଜନୀ କିପରି କ୍ଷୀର ଦେବା କମ କରିଦେଲା। ଆଜିକାଲି ସେ କମ ଦୁଧ ଦେଉଛି। କିଛି ତ ଗଡବଡ ଲାଗୁଛି। ଆରେ ଆରେ କିଛି ଗଡବଡ ହୋଇନାହିଁ। ବେଳେ ବେଳେ ଏମିତି ହୁଏ, ବେଳେ ବେଳେ ଏମିତି କମ ବେଶୀ ହୋଇଯାଏ ମ। ତୁମେ ଚିନ୍ତା କର ନାହିଁ। ଦେଖିବ ରଜନୀ ପୁଣି 2-4 ଦିନରେ ପୂର୍ବ ପରି କ୍ଷୀର ଦେବାକୁ ଲାଗିବ। ଆଉ ଏମିତିରେ ବି ସେ ଗୋଟିଏ ଗାଈ କେତେ ପର୍ଯ୍ୟନ୍ତ ଏମିତି କ୍ଷୀର ଦେଉଥିବ ଯେ? ହଁ ମୀରା, ତୁମେ ଠିକ କହୁଛ। ହୋଇପାରେ ବେଶୀ ଦିନ ହୋଇଯିବାରୁ ତା କ୍ଷୀର କମ ହୋଇଯାଇଥିବ। ହଉ, ଏଇ ଗାଈ କଥା ଛାଡ, ଚାଲିଲ ଭିତରକୁ। ମତେ ଜୋରେ ଭୋକ ଲାଗିଲାଣି, କଣ ଟିକେ ଖାଇବାକୁ ଦବ। ଗୋପାଳ ମୀରାର ଏହି କଥାଟିକୁ ଭୁଲିଗଲା, କିନ୍ତୁ ଗୋଟିଏ ଦିନ ସୁରଭିକୁ ରଜନୀ ସହିତ ଘାସ ଖାଉଥିବାର ଦେଖିଥିଲା। ସୁରଭିକୁ ରଜନୀର ଘାସ ଖାଉଥିବାର ଦେଖି ଗୋପାଳ ତା ଉପରେ ବହୁତ ରାଗିଲା ଏବଂ ରାଗରେ କହିଲା, ଆରେ ଏଇ କର୍ମହୀନ ଗାଈକୁ କିଏ ଖାଇବାକୁ ଦେଲା? ତାର ଏପରି ସାହସ ସେ ରଜନୀର ଖାଦ୍ୟ ଖାଇବ? ଆରେ କାହିଁକି ଚିତ୍କାର କରୁଛନ୍ତି? ଏମିତି ଗଳା ଫାଡି ଫାଡି କାହିଁକି କହୁଛ? ଟିକିଏ ଖାଦ୍ୟ କଣ ଖାଇଲା ଯେ କଣ ହେଇଗଲା ସେଠୁ? ଏହା ମଧ୍ୟ ତ ତମର ଗାଈ। କାଲି ଏ ବି କ୍ଷୀର ଦେବ। ଆଜିଠୁ 4 ଦିନ ପର୍ଯ୍ୟନ୍ତ ଏହାକୁ ଶୁଖିଲା ଘାସ ମଧ୍ୟ ଖାଇବାକୁ ଦେବି ନାହିଁ। ତେବେ ଯାଇ ଏହା ମୁଣ୍ଡରେ ବୁଦ୍ଧି ଆସିବ। ଏ ବିଚରା ଗାଈର କଣ ଦୋଷ ଯେ ଏମିତି ନିର୍ଦ୍ଦୟୀ ହେଉଛ? ସେ ଗୋମାତା ଏବଂ ଗର୍ଭବତୀ। ଏହାକୁ ଭୋକିଲା ରଖିଲେ ଆମକୁ ପାପ ଲାଗିବ। ଆରେ ଯାହା ଲାଗିବା କଥା ଲାଗୁ, କିନ୍ତୁ ଏହାକୁ ଶାସ୍ତି ତ ମିଳିବ। ଆଉ ଶୁଣ, ଯଦି କେବେ ତାକୁ ଖାଇବାକୁ ଦେବ, ତେବେ ମୁଁ ତମକୁ ଆଉ ତାକୁ ଏ ଘରୁ ବାହାର କରିଦେବି, ବୁଝିଲ? ଏତିକି କହି ଗୋପାଳ ସୁରଭିକୁ ତା ଖୁଣ୍ଟରେ ଜୋରରେ ଦୌଡ଼ିରେ ବାନ୍ଧିଦେଲା। ବିଚରା ଗର୍ଭବତୀ ଗାଈ ଖାଦ୍ୟ ନ ମିଳିବାରୁ 2 ଦିନରେ ହିଁ ଦୁର୍ବଳ ହୋଇଗଲା ଏବଂ ତାର ନିଜ ପିଲା କଥା ଚିନ୍ତା ଲାଗିଲା। ରଜନୀ ଭଉଣୀ, ଏ ଗୋପାଳ ତ ମତେ ଜୀବନରୁ ମାରି ଦେବାକୁ ଯେପରି ପ୍ରତିଜ୍ଞା ନେଇଛି। ମତେ ଯଦି ଆଉ ଗୋଟିଏ ଦିନ ଖାଦ୍ୟ ନ ମିଳେ, ତେବେ ମୋ ପିଲା ମରିଯିବ ଭଉଣୀ। ଏହା କହି ସୁରଭି କାନ୍ଦିବାକୁ ଲାଗିଲା। ରଜନୀ ତାକୁ ଆଶ୍ୱାସନା ଦେଇ କହିଲା, ସୁରଭି ଭଉଣୀ, କାନ୍ଦ ନାହିଁ। ତୁମକୁ ଏବଂ ତୁମର ପିଲାକୁ କିଛି ହେବ ନାହିଁ। ଏଠାରୁ କିଛି ଦୂରରେ ଗୋଟିଏ ଜଙ୍ଗଲ ଅଛି, ତୁମେ ସେଠାକୁ ଚାଲିଯାଅ। କିନ୍ତୁ ମତେ ଏହି ଦୌଡ଼ିରୁ ମୁକ୍ତି ମିଳିଲେ ସିନା ମୁଁ ଯିବି। ମୁଁ ତ ଏତେ ଦୁର୍ବଳ ହୋଇଗଲି ଯେ ଦୌଡ଼ି ମଧ୍ୟ ଛିଡାଇ ପାରିବି। ତୁମେ ଚିନ୍ତା କରନି, ମୋ ଦେହରେ ଏବେ ବି ଶକ୍ତି ଅଛି। ମୁଁ ତୁମର ଦୌଡ଼ିକୁ ସେ ଖୁଣ୍ଟରୁ ବାହାର କରିଦେବି। ଏହା କହି ରଜନୀ ନିଜର ଶକ୍ତିଶାଳୀ ସିଂହ ଦ୍ୱାରା ଖୁଣ୍ଟ ସହିତ ବନ୍ଧା ଦୌଡ଼ିକୁ ଭାଙ୍ଗିଦେଲା ଏବଂ ସୁରଭିକୁ ମୁକ୍ତ କରିଦେଲା ଏବଂ ଦୁର୍ବଳ ସୁରଭି କୌଣସି ପ୍ରକାରେ ଉଠି ଠିଆ ହୋଇଗଲା। ଧନ୍ୟବାଦ ରଜନୀ ଭଉଣୀ, ମତେ ଏ ରାକ୍ଷସ ପାଖରୁ ମୁକ୍ତ କରିଥିବାରୁ। ମୁଁ ଚାଲିଲି। ହଁ ସୁରଭି, ଯାଅ। ମୋର ତୁମ କଥା ଭାରି ମନେ ପଡ଼ିବ। ନିଜର ଏବଂ ନିଜ ପିଲାର ଯତ୍ନ ନେବ। ମୁଁ ଯଦି ଏ ଗୋପାଳ କବଳରୁ ବଞ୍ଚିଯାଏ, ତେବେ ଆମର ନିଶ୍ଚୟ ଦେଖା ହବ। ଆରେ ଭଉଣୀ, ଏମିତି କାହିଁକି କହୁଛ? ତୁମର କିଛି ହେବନି। ଏହା କହି ସୁରଭି ଘରୁ ବାହାରିଗଲା ଏବଂ ଧୀରେ ଧୀରେ ଚାଲି ଚାଲି ଜଙ୍ଗଲରେ ପହଞ୍ଚିଲା। ଜଙ୍ଗଲରେ ପହଞ୍ଚି ସୁରଭି ଖୁସି ହୋଇଗଲା ଏବଂ କହିଲା, ଆରେ ଏଠାରେ ତ ପାଣି ଅଛି, ପୋଖରୀ ମଧ୍ୟ ଅଛି ଏବଂ ଚାରି ପାଖରେ ସବୁଜ ଘାସ ମଧ୍ୟ ଉଠିଛି। ପ୍ରଥମେ ତ ମୁଁ ପେଟ ଭରି ସବୁଜ ଘାସ ଖାଇବି ଏବଂ ତାପରେ ପାଣି ପିଇ। ଏହା କହି ସୁରଭି ପେଟ ଭରି ଘାସ ଖାଇଲା ଏବଂ ତାପରେ ପୋଖରୀରେ ପାଣି ପିଇ ସେଠାରେ ଗୋଟିଏ ଗଛ ତଳେ ନିଜର ଆଶ୍ରୟ ତିଆରି କରିଦେଲା। କିଛି ସମୟରେ ସୁରଭି ପାଖରେ ଗୋଟିଏ ହରିଣ ଆସି କହିଲା, ଭଉଣୀ, ଏ ଜଙ୍ଗଲ ବହୁତ ଖତରନାକ। ରାତିରେ ବାଘ ଚାଲିବାକୁ ଲାଗନ୍ତି। ତୁମେ
ତୁମେ ମୋ ସହିତ ମୋ ଗୁମ୍ଫାକୁ ଚାଲ, ସେଠାରେ ତୁମେ ସୁରକ୍ଷିତ ରହିବ, ଆସ ଆସ। ସୁରଭି ହରିଣ ସହିତ ଚାଲିଗଲା ଏବଂ ସାରା ରାତି ତାର ଗୁମ୍ଫାରେ ଶୋଇଲା। ସକାଳେ ହରିଣ ତାକୁ ଜଙ୍ଗଲର ଏକ ଗୁପ୍ତ ଘାସ ପଡିଆକୁ ନେଲା, ଯେଉଁଠାରେ ମିଠା ମିଠା ଘାସ ଉଠିଥାଏ। ସୁରଭି ସେଠାରେ ପେଟ ଭରି ଘାସ ଖାଇଲା ଏବଂ ଭଲ ଭାବରେ ନିଜ ଜୀବନ ଯାପନ କଲା। ଏପଟେ ସୁରଭି ଚାଲି ଯାଇଥିବାରୁ ତା କଥା ଭାବି ଭାବି ଗୋପାଳ ହଠାତ୍ ଅସୁସ୍ଥ ହୋଇପଡ଼ିଲା। ତାର ଅବସ୍ଥା ଖରାପ ହେବାକୁ ଲାଗିଲା। ବୈଦ୍ୟ ତାର ରୋଗକୁ ଗମ୍ଭୀର ବୋଲି କହିଲେ, ପୁଅ ଗୋପାଳ, ତୋ ରୋଗ ବଡ ଗମ୍ଭୀର। ମୁଁ କିଛି ଔଷଧ ଦେଉଛି, ତୁମେ ଏହାକୁ ସମୟ କ୍ରମେ ଖାଇବ, ଶୀଘ୍ର ଭଲ ହୋଇଯିବ। ଏଇ ଔଷଧରେ ମୁଁ ଭଲ ହୋଇଯିବି ତ ବୈଦ୍ୟଜୀ? ହଁ ପୁଅ, ଭଲ ହୋଇଯିବ। ଯାହା କରିବେ ସେଇ ପ୍ରଭୁ କରିବେ। ଏଇ ଔଷଧ ସବୁ କିନ୍ତୁ ଗାଈର କ୍ଷୀର ସହ ଖାଇବ, ନହେଲେ କିଛି କାମ ହବନି। କିଛି ସମୟ ପରେ ମୀରା ଗାଈର କ୍ଷୀର ନେଇ ଗୋପାଳ ପାଖକୁ ଆସିଲା। ଗୋପାଳ ଯେପରି କ୍ଷୀର ପିଇବାକୁ ଚେଷ୍ଟା କଲା, ହଠାତ୍ ତା ହାତରୁ ଗ୍ଲାସ ଖସି ପଡିଲା। ଆରେ ଏ କଣ? ମୋ ହାତରୁ ତ ଗ୍ଲାସ ଟା ପଡିଗଲା। ତୁମେ ମୀରା ଯାଇ ଆଉ ଗୋଟିଏ କ୍ଷୀର ଗ୍ଲାସ ମୋ ପାଇଁ ନେଇ ଆସ। ଆରେ କିପରି ଖସି ପଡିଲା? କ୍ଷୀର ଖସିବା ତ ଅଶୁଭ ସଂକେତ। ରୁହ, ମୁଁ ଆଉ ଗୋଟେ ଗ୍ଲାସ ନେଇ ଆସୁଛି। ଏହା କହି ମୀରା ପୁଣି ଥରେ କ୍ଷୀର ନେଇ ଆସିଲା, କିନ୍ତୁ ପୁଣି ଏହା ଗୋପାଳର ହାତରେ ଆସିବା ମାତ୍ରେ ଖସି ପଡିଲା। ଏହା ଦେଖି ଗୋପାଳ ଆଉ ମୀରା ଆଶ୍ଚର୍ଯ୍ୟ ହୋଇଗଲେ। ଏ କଣ ହଉଛି ମୀରା? ମୋ ହାତରୁ ଏମିତି ବାରମ୍ବାର କ୍ଷୀର ଗ୍ଲାସ ପଡିଯାଉଛି କାହିଁକି? କିଛି ତ କଥା ଅଛି। ଏହା ତ ଭଗବାନ ଜାଣନ୍ତି କଣ ହେଉଛି। ଆପଣ ଧୈର୍ଯ୍ୟ ରଖନ୍ତୁ, ମୁଁ ପଡୋଶୀରୁ ପୁଣି କ୍ଷୀର ନେଇ ଆସୁଛି। ମୀରା ପଡୋଶୀ ଘରୁ କ୍ଷୀର ନେଇ ଆସିଲା। ଯେତେବେଳେ ସେ କ୍ଷୀର ଗ୍ଲାସ ଗୋପାଳ ହାତକୁ ଦେଲା, ପୁଣି ତାହା ତଳେ ପଡିଗଲା। ଏପରି ଅନେକ ଥର ମୀରା କ୍ଷୀର ଗ୍ଲାସ ଆଣୁଥାଏ, କିନ୍ତୁ ତାହା ଗୋପାଳର ହାତକୁ ଯାଉ ଯାଉ ହିଁ ଖସି ପଡେ। ଏପରି ହେବା ଦ୍ୱାରା ଗୋପାଳ ଆଉ ତାର ଔଷଧ ଖାଇପାରିଲା ନାହିଁ ଏବଂ ତା ଦେହ ଆହୁରି ଖରାପ ହେବାକୁ ଲାଗିଲା। ମୀରା, ଲାଗୁଛି ବର୍ତ୍ତମାନ ମୁଁ ଆଉ ବଞ୍ଚି ପାରିବି ନାହିଁ। ଜାଣି ନାହିଁ ଭଗବାନ ମତେ କେଉଁ ପାପର ଶାସ୍ତି ଦେଉଛନ୍ତି। ତୁମେ ଗୋମାତାଙ୍କୁ ହଇରାଣ କଲ। ମୁଁ ତୁମକୁ ବାରମ୍ବାର କହୁଥିଲି ଯେ ଗାଈକୁ ଏପରି ହଇରାଣ କର ନାହିଁ, କିନ୍ତୁ ତମେ ଶୁଣିଲନି। ତମେ ମାନ କି ନ ମାନ, ଏସବୁ କିନ୍ତୁ ସୁରଭିକୁ ଯେଉଁ କଷ୍ଟ ଯନ୍ତ୍ରଣା ଦେଇଛ ତାହାର ହିଁ ଫଳ। କେଜାଣି ଏବେ ସୁରଭି କେଉଁଠି ଥିବ, ବଞ୍ଚିଥିବ ନା ନାହିଁ। ମୀରା, ପଇସା ଲୋଭରେ ଆସି ମୁଁ ବହୁତ ବଡ ପାପ କରିଦେଇଛି। ମତେ ଗୋମାତାଙ୍କୁ ଏପରି କଷ୍ଟ ଦେବା ଉଚିତ ନଥିଲା। ଲାଗୁଛି ସେହି ଅଭିଶାପ ମତେ ଲାଗିଛି। ଏହା କହି ଗୋପାଳ ଜୋରରେ କାନ୍ଦିବାକୁ ଲାଗିଲା। ସେପଟେ ସୁରଭି ଜଙ୍ଗଲରେ ବସି ଭାବୁଥାଏ, ନା, ଏମିତି ମୋର ଏଇ କୁନି ବାଛୁରୀକୁ ନେଇ ଏ ଜଙ୍ଗଲରେ ରହିବା ଠିକ ନୁହେଁ। କୌଣସି ଦିନ ବାଘ ସିଂହର ଶିକାର ହୋଇଯାଇପାରେ। ଆମ ଜୀବନ ବିପଦ ଅଛି। ମତେ ପୁଣି ଥରେ ମୋ ମାଲିକଙ୍କ ଘରକୁ ଫେରିଯିବା ଉଚିତ। ବର୍ତ୍ତମାନ ତ ମୁଁ କ୍ଷୀର ମଧ୍ୟ ଦେବାକୁ ଲାଗିଲିଣି। ଗୋପାଳ ବର୍ତ୍ତମାନ ମୋର ଆଉ ମୋ ପିଲାର ଭଲ ଭାବରେ ଯତ୍ନ ନେବ। ହଁ, ଏହା ଠିକ ରହିବ। ଏହା ଭାବି ସୁରଭି ନିଜ ବାଛୁରୀକୁ ନେଇ ଘର ଆଡକୁ ଚାଲିଲା। ସୁରଭି ଘରେ ଆସି ପ୍ରଥମେ ଯାଇ ରଜନୀକୁ ଭେଟିଲା। ରଜନୀ ସୁରଭି ଆଉ ତାର ଟିକି ବାଛୁରୀକୁ ଦେଖି ଖୁସିରେ କାନ୍ଦି ପକାଇଲା। ସୁରଭି ଭଉଣୀ, ତୁମେ ଫେରି ଆସିଲ। କେମିତି ଅଛ ଭଉଣୀ? ମୋର ତୁମ କଥା ବହୁତ ମନେ ପଡୁଥିଲା। ଚାଲ, ଭଲ ହେଲା ଯେ ତୁମେ ଫେରି ଆସିଲ। ମୁଁ ମଧ୍ୟ ତୁମକୁ ବହୁତ ମନେ ପକାଉଥିଲି ଭଉଣୀ। ଆଜି ତ ତୁମରି ପାଇଁ ମୁଁ ଆଉ ମୋ ପିଲା ବଞ୍ଚିଛୁ। ସେଦିନ ତୁମେ ମତେ ସାହାଯ୍ୟ କରିନଥିଲେ ଆମେ ଦୁଇ ଜଣ ଭୋକରେ ଛଟପଟ ହୋଇ ମରିଯାଇଥାନ୍ତୁ। ଆଚ୍ଛା ରଜନୀ ଭଉଣୀ, ମାଲିକ ଏବଂ ମାଲିକାଣୀ ଦେଖା ଯାଉନାହାନ୍ତି, ଘରେ ନାହାନ୍ତି କି? କଣ କହିବି ସୁରଭି ଭଉଣୀ, ଯେତେବେଳେ ତୁମେ ଏଠାରୁ ଗଲ ସେତେବେଳେ ମାଲିକ ବହୁତ ଅସୁସ୍ଥ ହୋଇଗଲା। ଜାଣିନାହିଁ କେଉଁ ରୋଗ ହେଲା। ମାଲିକାଣୀ ବହୁତ ବ୍ୟସ୍ତ ରହୁଥିଲେ। ସୁରଭି ଏବଂ ରଜନୀ କଥା ହେଉଥିଲେ, ସେତେବେଳେ ଗୋପାଳ ଆସି ସିଧା ସୁରଭିର ପାଦରେ ପଡିଗଲା ଏବଂ କହିଲା, ମତେ କ୍ଷମା କରିଦିଅ ଗୋମାତା, ମୁଁ ତୁମ ଉପରେ ବହୁତ ଅତ୍ୟାଚାର କରିଛି। ଏହା କହି ଗୋପାଳ କାନ୍ଦିବାକୁ ଲାଗିଲା। ତାକୁ କାନ୍ଦୁଥିବାର ଦେଖି ସୁରଭିର ଆଖି ମଧ୍ୟ ଲୁହରେ ଭରି ଆସିଲା। ସୁରଭି ତାକୁ କ୍ଷମା କରିଦେଲା। ଏହା ଦେଖି ମୀରା ମଧ୍ୟ ବହୁତ ଖୁସି ହେଲା। ତାପରେ ଅସୁସ୍ଥ ଗୋପାଳକୁ କ୍ଷୀର ଦେବା ପାଇଁ ମୀରାକୁ ସୁରଭି କହିଲା। ମୀରା ସୁରଭି ଠାରୁ କ୍ଷୀର ଦୁହିଁ ଗୋପାଳକୁ ଦେଲା। ଆଉ ଯେତେବେଳେ ଗୋପାଳ ହାତକୁ ମୀରା ଏଥର କ୍ଷୀର ଗ୍ଲାସ ଦେଲା, ତା ହାତରୁ ଗ୍ଲାସ ଆଉ ତଳେ ପଡିଲା ନାହିଁ। ଏହା ଦେଖି ଉଭୟ ଖୁସି ହୋଇଗଲେ।
କ୍ଷୀର ପିଇ ଔଷଧ ଖାଇବାର 2 ଦିନରେ ଗୋପାଳ ପୁରା ଠିକ ହୋଇଗଲା ଏବଂ ତାଙ୍କର ସବୁ ଅସୁବିଧା ଦୂର ହୋଇଗଲା। ଗୋପାଳ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲା। ଆଉ ଗୋପାଳ ରଜନୀ, ସୁରଭି ଏବଂ ତାର ଟିକି ବାଛୁରୀର ଭଲ ଭାବରେ ସେବା କରିବାକୁ ଲାଗିଲା। ପ୍ରତିଦିନ ସକାଳେ ସେ ନିଜ ସବୁଜ ଘାସ ଆଣି ସମସ୍ତଙ୍କୁ ସମାନ ଭାବରେ ଖାଇବାକୁ ଦେଉଥିଲା। କ୍ଷୀର ଦୁହିଁ ବଜାରରେ ବିକ୍ରି କରି ଭଲ ପଇସା ରୋଜଗାର କରୁଥିଲା। ଏପରି ଭାବେ ସମସ୍ତେ ଖୁସି ଖୁସି ରହିବାକୁ। ଆପଣଙ୍କୁ ଆମର ଏ ଗପଟି କିପରି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାନ୍ତୁ। କଟକ ସହରରେ ସମୀର ଆଉ ସୁରେଖା ବୋଲି 2 ଜଣ ସ୍ୱାମୀ ସ୍ତ୍ରୀ ରହୁଥିଲେ। ସେମାନେ ପଶୁ ପକ୍ଷୀଙ୍କୁ ବହୁତ ଭଲ ପାଉଥିଲେ। ସେଥିପାଇଁ ସେମାନେ ତାଙ୍କ ଘରେ 2ଟା ଶୁଆ ରଖିଥିଲେ। ଜଣକ ନାଁ ହେଲା ମିଟୁ, ଆଉ ଜଣକ ନାଁ ହେଲା ଟିଟୁ। 2 ଜଣ ବହୁତ ସ୍ନେହୀ ଆଉ ମେଳାପି ଥିଲେ। ତେଣୁ 2 ଜଣ ସମୀର ଆଉ ସୁରେଖାଙ୍କୁ ବହୁତ ଭଲ ପାଉଥିଲେ। ସେମାନେ ସବୁବେଳେ ସମୀର ଆଉ ସୁରେଖାଙ୍କ ସହ କଥା ହଉଥିଲେ ଆଉ ସେମାନେ ହସ ଖୁସିରେ ମିଳିମିଶି ରହୁଥିଲେ। ଦିନକର କଥା, ସମୀର ଘରେ ବସି ଚା ପିଉଥିଲା ଆଉ ଖବର କାଗଜ ପଢୁଥିଲା। ସେତିକି ବେଳେ ସୁରେଖା ସେଠି ଆସି ପହଞ୍ଚିଲା। ଶୁଣୁଛ? ହଁ କୁହ। କାଲି ମୁଁ ସଉଦା ଆଣିବାକୁ ରାଜୁ ଦୋକାନକୁ ଯାଇଥିଲି। ସେଠି ମୋର ସ୍ମିତା ଦେଖା ହେଲା। ସ୍ମିତା? ସ୍ମିତା କିଏ କହିଲ? ଆରେ ମୋ କଲେଜ ସାଙ୍ଗ ସ୍ମିତା ସ୍ମିତା ନାୟକ। ଆଚ୍ଛା ଆଚ୍ଛା ଆଚ୍ଛା, ହଁ ହଁ ହଁ, ମନେ ପଡିଲା। କୁହ, କଣ କହିଲେ ସେ? ନାଇଁ, କଣ ଆଉ କହିବ, ସିଏ ତା ଶାଶୁ ଘର, ତା ସ୍ୱାମୀ ଆଉ ପିଲାମାନଙ୍କ କଥା କହୁଥିଲା। ଆଚ୍ଛା, ତାଙ୍କ ସ୍ୱାମୀ କଣ କରନ୍ତି କହିଲ? ସିଏ କଣ ଗୋଟାଏ ସରକାରୀ ଚାକିରି କରିଛନ୍ତି। ଓ ଆଚ୍ଛା। ଆଉ ଜାଣିଛ, ସେ ନା ସଉଦା ଦୋକାନକୁ ତା କୁକୁରକୁ ଆଣି ଆସିଥିଲା। କେତେ ସୁନ୍ଦର ହେଇଛି ସେ କୁକୁର। ଆଉ ପୁଣି ସେ ତାର ସବୁ କଥା ମାନୁଛି। ଆଚ୍ଛା। ଆଉ ଜାଣିଛ, ସ୍ମିତା କହୁଥିଲା ଦିନେ ସେ ତା ବାପ ଘରକୁ ଯାଉଥିଲା, ତା ବେକରୁ କିଏ ଗୋଟେ ହାର ଛଡେଇ ନେଇଗଲା। ଆଉ ସେତିକି ବେଳେ ସେ କୁକୁର ଗୋଡେଇକି ଯାଇ ସେ ଲୋକକୁ ଧରିଲା ଆଉ ତା ହାର ଆଣି ତାକୁ ଫେରେଇଲା। ସତରେ? ହଁ। ଏଇ ଶୁଣ ନା, ଚାଲ ନା ଆମେ ବି ଗୋଟାଏ କୁକୁର ଆଣିବା। ନାଇଁ, ମାନେ ମୁଁ କହୁଥିଲି ମିଟୁ ଟିଟୁ ତ ଅଛନ୍ତି, ଆଉ ସେ କୁକୁର ଫୁକୁର ଆଣିବା କଣ ଦରକାର କହିଲ? ତମେ ତାଙ୍କ ସହ ଖେଳ, ତାଙ୍କ ସହ କଥା ହୁଅ। ହଁ ଯେ, ହେଲେ ସେମାନେ ତ ଚଢେଇ, ସେମାନେ ଖାଲି ଆମ କଥା ବୁଝିପାରନ୍ତି, ମନ ନୁହଁ। ଶୁଣିଛି କୁକୁର କୁଆଡେ ମଣିଷର ମନ କଥା ବୁଝିପାରେ, ମଣିଷର ବିଶ୍ୱାସ ହିଁ ରୁହେ। ଦେଖ, ତମେ କୁକୁର ଆଣିବାକୁ ଚାହୁଁଛ ସେ କଥା ମୁଁ ବୁଝିପାରୁଛି, କିନ୍ତୁ ତମେ ମିଟୁ ଆଉ ଟିଟୁଙ୍କ ବିଷୟରେ ଏମିତି କହିବ ନାହିଁ। ସେମାନେ ଚଢେଇ ହେଲେ ବି ମଣିଷର ମନ କଥା ବୁଝିପାରନ୍ତି। ତମର ମନେ ନାହିଁ ଘରେ ସେଦିନ ଚୋର ପଶିଥିଲେ, ସେମାନେ କେମିତି ଆମକୁ ବଡ ପାଟିରେ ଚିତ୍କାର କରି ଡାକିଥିଲେ? ସେମାନେ ଆମ ପାଇଁ ଖାଲି ବିଶ୍ୱସ୍ତ ନୁହଁ, ବରଂ ସେମାନେ ଆମର ହିତାକାଂକ୍ଷୀ ବି। ତାପରେ ବି ସେମାନେ ଆମ ସହ କେତେ ବର୍ଷ ହେଲା ମିଳିମିଶି ରହି ଆସିଛନ୍ତି। ଓହୋ, କାହିଁକି ତମେ ଏମିତି ଚିଡୁଛ କହିଲ? ଆଚ୍ଛା ହଉ, ତମେ ରାଗନି। ଚାଲ ଆମେ ଯାଇ ଟିଟୁ ଆଉ ମିଟୁଙ୍କୁ ପଚାରିବା। ଯଦି ସେମାନେ ରାଜି ହେବେ ତାହେଲେ ଆମେ ଘରକୁ କୁକୁର ଆଣିବା। ହଉ। ସୁରେଖା ଆଉ ସମୀର ଯାଇ ଟିଟୁ ଆଉ ମିଟୁଙ୍କ ପାଖରେ ପହଞ୍ଚିଲେ। ଆଚ୍ଛା, ତମ 2 ଜଣଙ୍କର କଣ ହେଇଛି? କଣ ହବ, ଆମର କିଛି ହେଇନାହିଁ ତ। ଆରେ ଆରେ ମୁଁ କାହିଁ ତମମାନଙ୍କୁ ମିଛ କହିବି? ତମ 2 ଜଣଙ୍କ ମୁହଁ ଶୁଖିଛି କାହିଁକି? ନାହିଁ ମାନେ ଟିଟୁ, ମିଟୁ, ଶୁଣ, ଆମେ ଘରକୁ ଗୋଟାଏ କୁକୁର ଆଣିବୁ ବୋଲି ଭାବିଛୁ। ଏମିତିରେ ତମ 2 ଜଣଙ୍କୁ ସାଙ୍ଗଟିଏ ବି ଦରକାର। ଆଉ ଘରକୁ ଜଣେ ନୂଆ ସଦସ୍ୟ ଆସିଲେ ଅସୁବିଧା ବା କଣ? ଆରେ ବା, ଇଏ ତ ବହୁତ ଭଲ କଥା। ଆମେ ତା ସହ ମିଶି ଖେଳିବୁ। ଦେଖିଲ, ଆମ ଟିଟୁ ଆଉ ମିଟୁ କେତେ ଖୁସି ହଉଛନ୍ତି। ତମେ ଖାଲି ଅଧିକ ଚିନ୍ତା କରୁଛ। ଟିଟୁ, ମିଟୁ, ଶୁଣ, ଆମ ଘରକୁ ଯେତେ ନୂଆ ସଦସ୍ୟ ଆସିଲେ ବି ତମ 2 ଜଣଙ୍କ ପାଇଁ ଆମର ଭଲ ପାଇବା ସବୁବେଳେ ସ୍ୱତନ୍ତ୍ର ରହିବ। ତମେ ମାନେ କେବେ ବି ଆମକୁ ଭୁଲ ବୁଝିବ ନାହିଁ। ପରଦିନ ସକାଳେ ସମୀର ଆଉ ସୁରେଖା ବଜାରକୁ ଗଲେ ଆଉ ଗୋଟାଏ କୁକୁର କିଣି ଆଣିଲେ। କୁକୁରର ନାଁ ଦେଲେ ମିକୁ। ଟିଟୁ, ମିଟୁ ଆଉ ସୁରେଖା ମିକୁକୁ ଦେଖି ବହୁତ ଖୁସି ହେଲେ। ମିକୁ କିନ୍ତୁ ସମସ୍ତଙ୍କ ଠାରୁ ବହୁତ ଭିନ୍ନ ଥିଲା। ସେ ଘରକୁ ଆସିବା ପରେ ମିଟୁ ଆଉ ଟିଟୁଙ୍କୁ ଦେଖି ଭୋକିବାକୁ ଲାଗିଲା। ଭାଇ, ମୋ ନାଁ ହଉଛି ଟିଟୁ, ଆଉ ଇଏ ମୋ ଭାଇ ମିଟୁ। ଥାଉ ଥାଉ, ତମମାନଙ୍କ ନାଁ ଶୁଣିଲେ ମତେ କଣ ମିଳିବ? ସାମାନ୍ୟ ଚଢେଇ ହେଇ ବହୁତ କଥାବାର୍ତ୍ତା କରୁଛ ତମେ। ମୋ ସହ ବେଶୀ ଲାଗିବ ନାହିଁ।
ମୁଁ ଯଦି ରାଗିଯିବି ନା ସିଧା ତମକୁ ପିଞ୍ଜରାରୁ ବାହାର କରି ଆଣି ଖାଇଦେବି। ମିଟୁ ଆଉ ଟିଟୁଙ୍କ ପ୍ରତି ମିକୁର ଏଭଳି ବ୍ୟବହାର ଦେଖି ସମୀର ବଡ଼ ଚିନ୍ତାରେ ପଡ଼ିଲା। ସେ ସୁରେଖାକୁ କହିଲା, ଶୁଣୁଛ, ହଁ କୁହ। ମିକୁର ମିଟୁ ଆଉ ଟିଟୁଙ୍କ ପ୍ରତି ଏଭଳି ବ୍ୟବହାର ତମକୁ ଟିକେ ଅଜବ ଲାଗୁନି? ତମେ ଏତେ କାହିଁ ଭାବୁଛ କହିଲ? ମିକୁ ଏଇ ଘରକୁ ନୂଆ ଆସିଛି, କିଛି ଦିନ ଚଳିଲେ ସେ ଆପେ ତାଙ୍କ ସହ ମିଶିଯିବନି। ତମକୁ ଲାଗୁଛି ଯେ ସେମାନେ ଭଲରେ ମିଳାମିଶା କରିବେ? ଆରେ ହଁ, ନିଶ୍ଚୟ ମିଶିବେ, ଭରସା ରଖ। ପରଦିନ ସକାଳେ ମିଟୁ ଆଉ ଟିଟୁ ସାଙ୍ଗ ହେଇ ପଞ୍ଜୁରୀ ଭିତରେ ଖେଳୁଥିଲେ। ସେତିକି ବେଳେ ମିକୁ ସେଠି ଆସି ପହଞ୍ଚିଲା। ମିକୁ ଭାଇ ପିଜୁଳି ଖାଇବ? ରୁହ, କଣ ଭାବୁଛ ତମମାନେ ନିଜକୁ? ତମମାନଙ୍କୁ ମୁଁ ମନା କରିଥିଲି ନା ଯେ ମୋ ସହ ବେଶୀ କଥାବାର୍ତ୍ତା କରିବ ନାହିଁ। ମୁଁ ହେଲି କୁକୁର, ବୁଝିଲ? ବିଦେଶୀ କୁକୁର ମୁଁ। ରୁଟି, କ୍ଷୀର, ମାଂସ, ପାଉରୁଟି ଏଇଗୁଡା ଖାଏ ମୁଁ। ମତେ ତମେ ମାନେ ପିଜୁଳି ଯାଚୁଛ? ଦଉଛି ତମମାନଙ୍କୁ ଆଜି। ମିକୁ ରାଗରେ ପଞ୍ଜୁରୀ ଉପରକୁ ଡିଆଁ ମାରିଲା ଆଉ ପଞ୍ଜୁରୀକୁ ତଳେ ପକେଇଦେଲା। ସେତିକି ବେଳେ ସମୀର ସେଠି ଆସି ପହଞ୍ଚିଲା। ଦୁଇ ଚଢ଼େଇଙ୍କର ଏଭଳି ଅବସ୍ଥା ଦେଖି ସେ ବ୍ୟସ୍ତ ହେଇପଡ଼ିଲା। ଆରେ ଇଏ କଣ କଲୁ ତୁମକୁ? ମିଟୁ, ଟିଟୁ। ସମୀର ପଞ୍ଜୁରୀଟାକୁ ଉଠେଇ ତା ଜାଗାରେ ରଖିଦେଲା। ତାପରେ ସେ ବଡ଼ ପାଟିରେ ସୁରେଖାକୁ ଡାକିଲା। ଏଇଠି ଶୁଣୁଛ? କୁଆଡେ ଗଲ? ସୁରେଖା, ଏ ସୁରେଖା। ହଁ ହଁ, ଯାଉଛି ଯାଉଛି। କଣ ହେଲା? କାହିଁକି ଚିଲଉଛ? କଣ ହେଲା? ଦେଖ ଦେଖ ତମ ମିକୁ କଣ କରିଛି ଦେଖ। ଇଏ ଏତେ ହିଂସ୍ର। ମିଟୁ ଆଉ ଟିଟୁଙ୍କ ପଞ୍ଜୁରୀ ଉପରକୁ ଡେଇଁ। ଥାଉ, ମୋ ମିକୁକୁ ମୁଁ ଭଲ ଭାବେ ଜାଣିଛି। ସେ କେବେ ବି ବିନା କାରଣରେ କାହାର କ୍ଷତି କରିବନି। ବାବା ମିକୁ, କହ କଣ ହେଇଛି? ମତେ ମାନେ ପିଜୁଳି ଖାଇବାକୁ ଦେଲେ, ମୁଁ ନ ଖାଇ ପାରିବାରୁ ମତେ ଅନେଇ ହସିଲେ। ଏଇ ଦୁଇ ଜଣ ମିଶି ମତେ ସବୁବେଳେ ହଇରାଣ କରୁଛନ୍ତି, ସବୁବେଳେ ଥଟ୍ଟା କରୁଛନ୍ତି। ଦେଖିଲ ତ, ଏଇ ଟିଟୁ ଆଉ ମିଟୁ ବି କୋଉ ଭଲ ଜନ୍ତୁ ନୁହନ୍ତି। ସେ ମିଛ କହୁଛନ୍ତି। ଥାଉ, କିଏ ମିଛ କହୁଛି ଆଉ କିଏ ସତ ସବୁ ଜଣା ପଡି ଯାଉଛି। ସୁରେଖା, ତମେ ପାଗଳ ହେଇଯାଇଛ। ତମେ ମିଟୁ ଆଉ ଟିଟୁଙ୍କ ସହ ଏମିତି ବ୍ୟବହାର କରୁଛ? ହଁ, ମୁଁ ପାଗଳ ହେଇଯାଇଛି। ଯେବେଠାରୁ ମିକୁ ଏଇ ଘରକୁ ଆସିଲାଣି ସେବେଠାରୁ ତମେ ଖାଲି ବାହାନା ଖୋଜୁଛ ଯେ କୋଉଠି କଣ ଅସୁବିଧା ହବ ଆଉ ତମେ ସବୁ ଦୋଷ ଆଣି ମିକୁ ମୁଣ୍ଡରେ ଥୋଇବ। ଚାଲ ମିକୁ। ସୁରେଖା, ଶୁଣ ସୁରେଖା। ସୁରେଖା ମିକୁକୁ ନେଇ ପଳେଇଲା। ସମୀର ମିଟୁ ଆଉ ଟିଟୁଙ୍କୁ କିଛି ନ କହିପାରି ମୁଣ୍ଡ ତଳକୁ କରି ଚାଲିଗଲା। ଧୀରେ ଧୀରେ ସମୀର ଆଉ ସୁରେଖାଙ୍କ ସମ୍ପର୍କ ଖରାପ ହେବାରେ ଲାଗିଲା। ସେମାନେ ଆଉ ପରସ୍ପରଙ୍କ ସହ ଆଗ ଭଳି ଭଲରେ କଥା ହେଲେ ନାହିଁ କି ଭଲରେ ମିଶିଲେ ନାହିଁ। ଦିନେ ମିକୁ ଚିନ୍ତା କଲା, ନାଇଁ, ସେ ଚଢ଼େଇ ଦୁଇଟାଙ୍କର କିଛି ଗୋଟାଏ ବ୍ୟବସ୍ଥା କରିବାକୁ ହବ। ଆଜି ମୋ ମାଲିକାଣୀ ସିନା ମୋ କଥା ଶୁଣି ବିଶ୍ୱାସ କଲା, କାଲି ଯଦି ଓଲଟା ସେ ସମୀର କଥାରେ ପଡ଼ି ସେ ମତେ ଭୁଲ ବୁଝେ। ସ୍ୱାମୀ ସ୍ତ୍ରୀ ଭିତର କଥା, ଏଇଠି ଅପଡ଼ ଏଇଠି ଭଲ। ମତେ ଏ ଦିଟାଙ୍କ କଥା ବୁଝିବାକୁ ପଡ଼ିବ। ମିକୁ ଗୋଟାଏ ଉପାୟ ପାଞ୍ଚିଲା ଆଉ ଶୀଘ୍ର ଯାଇ ମିଟୁ ଆଉ ଟିଟୁଙ୍କ ପାଖରେ ପହଞ୍ଚିଲା। କିରେ ଭାଇମାନେ, କଣ କରୁଛ? ନିଶ୍ଚୟ କିଛି ଗୋଟେ ମନ୍ଦ ଉଦ୍ଦେଶ୍ୟ ଆଣି ଆସିଛି। ଯାହା କରୁଛ କର ଭାଇ, ହେଲେ ମତେ କିଛି ଲାଗୁନି। କଣ ଭାଇମାନେ, ନିଜ ନିଜ ଭିତରେ ଏମିତି ଚୁପଚାପ କଣ ଗପୁଛ? ହଉ, ଗପିବନି ବା କାହିଁକି? ମୋ ଭଳିଆ ଗୋଟାଏ ମୂର୍ଖ ସହ କିଏ ବା କାହିଁକି କଥା ହବ? ପିଲାବେଳେ ମୁଁ ଯେତେବେଳେ ଜନ୍ମ ହେଲି, ମୋ ବାପା ମାଙ୍କ ଠାରୁ ମତେ ଗୋଟାଏ ଦୋକାନୀ ଛଡେଇ ଆଣିଲା। ତାପରେ ମତେ ଏଇ ସ୍ୱାମୀ ସ୍ତ୍ରୀଙ୍କୁ ଆଣି ବିକିଦେଲା। ଯେତିକି ଦିନ ମତେ ତା ପାଖରେ ରଖିଲା, ମୋ ଉପରେ ସେ ବହୁତ ଅତ୍ୟାଚାର କଲା, ବହୁତ ମାରିଛି ମତେ ସିଏ। ଏବେ କୁହ, ଯିଏ ପିଲା ବେଳୁ କେବଳ ଦୁଃଖ ଆଉ କଷ୍ଟ ଦେଖି ଆସିଛି, ସିଏ ବା କେମିତି କାହା ସହ ଭଲରେ ମିଶି ପାରିବ? ସବୁ ଦୁଃଖ କଷ୍ଟ ସବୁ ହବ। ତମମାନଙ୍କ ସହ ଏତେ ଖରାପ ବ୍ୟବହାର କରିବା ପରେ ବି ତମେ ମାନେ ମୋ ସହ ଭଲରେ ମିଶିବାକୁ ଚାହୁଁଛ? ଆଚ୍ଛା, ହଉ ହଉ, ମୋର ଗୋଟାଏ କାମ କରିଦବ।
ମୋ ପିଠିରେ ଗୋଟାଏ ଖଣ୍ଡିଆ ହେଇଛି, ତମେ ଟିକେ ସେଥିରେ ଔଷଧ ଲଗେଇଦବ। ସୁରେ ଯିବ। ଦେଖ, ସିଏ ତ ମତେ ବହୁତ ଭଲ ପାଆନ୍ତି। ମୋ ପିଠିରେ ଖଣ୍ଡିଆ ଦେଖିଲେ ତାଙ୍କୁ ବହୁତ କଷ୍ଟ ହବ। ତମେ ଯଦି ଚାହୁଁଛ ଯେ ସେ କଷ୍ଟ ପାଆନ୍ତୁ, ତାହେଲେ ମୋର କିଛି ଅସୁବିଧା ନାହିଁ। ମୁଁ ଯାଉଛି, ମୁଁ ଯାଇ ତାଙ୍କୁ କହିବି। ମିକୁ ମିଟୁକୁ ପଞ୍ଜୁରୀରୁ ବାହାର କଲା, ତାପରେ ସାଙ୍ଗେ ସାଙ୍ଗେ ମିଟୁକୁ ଆଉ ଟିଟୁକୁ ମାରି ଖାଇଦେଲା। ଏସବୁ ଘଟଣା ଦେଖି ସୁରେଖାର ହୋସ ଉଡ଼ିଲା, ଆଉ ସମୀର ରାଗରେ ମିକୁକୁ ମାରି ଘରୁ ବାହାର କରିଦେଲା। ଏଥିରୁ ଆମେ କଣ ଶିଖିଲେ? କାହା ଉପରେ ଆବଶ୍ୟକତା ଠାରୁ ଅଧିକ ବିଶ୍ୱାସ କଲେ ଆଉ ଅନ୍ଧ ଭଳି କାହାକୁ ଭଲ ପାଇଲେ ଆମେ ନିଜେ ବିପଦରେ ପଡ଼ିଥାଉ।